नमस्कार भाई भौणी माने ड्राइवर विकास यूट्यूब चैनल आपण मानु स्वागत जनाऊँ। चलतु आज ब्लॉग स्टार्ट करवा। थंबनेल माध्यम आपण मैंने जानते आज भी कौन रोषे हो चलतु ब्लॉग टी कंटिन्यू करूँ। भिडियोटी लास्ट फास्ट लास्ट में देखु। सांग माने समय देखु राति 1:30 मत गाड़ी लोड सैला मुझे गेट आउट करी बाहर मो गाड़ी तो लोड लाड शेष है चलली बाहरली। आज भी बहुत दूर लोड हो गाड़ी पाल पाल मंदा मंदा सब सरी गेट आउट करिया। एबे गेट आउट हो गला। चलतु जीवा जी जलेश्वर एठू आमर 250 किलोमीटर जलेश्वर। सांग माने आज आमर भात डाली आउ कोसला शाग भजा। चलतु आज ब्लॉग स्टार्ट करवा एवं कौन कौन आज रोषे हम भी आपण मन कही पनीपरिया काटिया तापर रोषे आरंभ करवा। आज तो 6-7 नंबर गाड़ी आम अच्छी। ये हूँ गाजर को गाजर भी गाड़ी गाजर गाजर कौन कटुनि भाई गाजर को
ପାଞ୍ଚ ଭେରାଇଟିର ଆଜି ପାଞ୍ଚ ପ୍ରକାର ଭେରାଇଟିର ଇଏ ବାଇଗଣ ବି କାଟିବା। ଆମର ବାଇଗଣ, ଯେହେତୁ ବାଇଗଣ ଭିତରୁ ପୋକ ବାହାରି ତ ଦେଖିକି କାଟିବା। ଏବେ ଆସିବ ଆଳୁକୁ ଚୋପା ଚାଞ୍ଚିକି ପକେଇବା କଥା। ଇଏ ନୂଆ ଆଳୁ ବଢ଼ିଆ ଲାଗୁଛି କାଟିବାକୁ। ନୂଆ ଆଳୁ ଯେହେତୁ ଚୋପା ତ ଛାଡ଼ି ଯାଉଛି ଫଟାସ୍ କିନା। ଇଏ ଆମ ଆସିଗଲା ଖମ୍ବା ଆଳୁ। ଖମ୍ବା ଆଳୁ ପକେଇବା, ଯେହେତୁ ସବୁ ଡାଲମା ହେଉଛି ସବୁ ପ୍ରକାର ପନିପରିବା ମିଶେଇକି ପକେଇବା, ଗୋଟେ ମସ୍ତ ଡାଲମା ଆଜି ହବ। এটা আমার ଖମ୍ବାଳୁ କାଟା ସରିଗଲା। ବାଇଗଣ ତ କଟା ହେଇଛି। ଏବେ ଆସିବ ଭଣ୍ଡା, ଅମୃତଭଣ୍ଡା। ଯେହେତୁ ପରିବା ବି ଆମର ବହୁତ ହେଇଗଲାଣି, ତାକୁ ଅଧା କାଟିଦେବା ଆଉ। କଦଳୀ ବି ଅଛି ନା।
ଭାଇ ଜୁହାର। ଖାଲି ହେଇନି ନାଇଁ ଆଉ ଗୋଟେ ଲାଇନ୍ ଅଛି। ଡାଲି କାଇଁ ଆଣିଛୁ ଟି? ଧୁଡୁଙ୍ଗା ମୁଁ ବି ଭଲ ଧୁଡୁଙ୍ଗା ଆରେ ଶୁଣ ଆଜି ଖାଇବା ଗୋଟେ ଅଲଗା ପ୍ରକାର ଖାଇବା ହବ। ସେଟାକେ ଇଏ ହଉଛନ୍ତି ମୋ ଭାଇ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଦେଖ ଆଇଟମ କଣ ଅଛି। କଖାରୁ, ଝୁଡୁଙ୍ଗ, ବିନ୍, ଗାଜର, ଖମ୍ବା ଆଳୁ, ବାଇଗଣ ଆଳୁ, ଭଣ୍ଡା। ଆଉ ଗୋଟେ କଣ ଖାଇବ? ଭଣ୍ଡା ଧୁଡୁଙ୍ଗ ସେତେବେଳେ ଗୁରୁ ଭାଇ ନା କଣ କାଣା ହୋଇ ଆଜି ଆମର ନା ମାଖଣ ଲୋକୋବି ଟମାଟୋ ବାଇଗଣ ଗାଜର ବିନ୍ ମଟର ବାଇଗଣ ମସଲା ଭଣ୍ଡା ପୁରୀ ନା ଖାଇବା ପାଇଁ ଆମ ବାଇଗଣ କଣ ଖରାବେ ଭାଇ? ଏ ବିକ୍ର ଭାଇ ଆମ ବାଇଗଣ ଖରାବେ? ପରିଷ୍କାର ଏବେ କଦଳୀ ଏଇ କଦଳୀ ହବ ଟି? ଭିତରେ ମାଲ ନଥିବ। ହଁ ବିକ୍ରି କଣଟେ ଦେଖିବା। ଏଟା ଫ୍ରିଜ ଦେଇଛି। ଖସା ଭଜା ପକେଇଦେବି। ଚୋପା ଚୋପା ସହ ଭଲ ଲାଗେ ପକେଇଦେବି। ପଇସା ନେଇ ଯେ ଭଲ ଲାଗେ ନା। ମୁଁ ଜାଣିଛି କଦଳୀ ପଡେଇକି କଣ ତିଆରି କରୁଛ ତମେ ଜାଣିନ? ତିଆରି କରୁଛ ତମେ ଜାଣିନ? ବାରଟା ହେଲା ନା ଆମର ଏବେ କେତେବେଳେ ପହଞ୍ଚିଲ? କିଏ ମୁଁ 4ଟାରୁ ତମ ତ ଏଇ ଅଧଘଣ୍ଟା ପୂର୍ବରୁ ପହଞ୍ଚିଲି। ଆଉ କେତେବେଳେ ସେ ଲୋକ ତମେ ଗାଡି ତ ତମେ ଆଣୁଛ ଗାଡି ଟାଙ୍କି ମୁହଁରେ କାହିଁ ଲଗେଇ ଶୋଉଛ? ଆଉ ଆମେ କଣ ଟାଙ୍କି କଣ ନଗେନା କଣ ଭୁଲ ହେଇଯାଏ? କଣଟେ ଟାଙ୍କି ପଏଣ୍ଟରେ ଗାଡି ନଗେଇ ନା ନିୟମ ନୁହଁ ଯେ ତମେ ଯୋଉଠି ଲଗେଇଦେଲ ସେଇଟା କଣ ନିୟମ କି? ମୋ ବାଳ ସେ ତାର ଉଠିବନି ଉଠିଲା ନା ତମକୁ ଡକା ହେଇଛି ନା ଖାଲି କହ ଟିକେ ଆଗ ଏତେ ସେଦିନ ତମେ ଖାଲି କୁହ ମତେ ଡକା ହେଇନି ବୋଲି। ମୁଁ ଜାଣିନି ସେ ମତେ କହିଲା ଯେ ସିଏ ଆଇଲେ ତମକୁ ଡାକିଲେ ଉଠିଲ ତାପରେ ଆମେ ଗାଡିଟା ପୁଣି କେମିତି ଲଗେଇବୁ? ତେଲ ପକେଇବୁ? ଗାଡିଟା କେମିତି ଲଗେଇବୁ? ତେଲ ପକେଇବୁ? ଖାଲି ମତେ କହ ଟିକେ। ସେ ନ କଣ ମୁଁ ସତେ ଯେ ମୁଁ ଆଇଲେ ମୁଁ କେତେ ପଦ ଡକା ହେଇଛି। ଯୋଉ ଜଗନ୍ନାଥର ଯୋଉ 10 ଚକିଆ ଚଲୁଛି 2 ପଟ ଡୋର ବାଡିଲୁ ତମେ। ଆମେ ଯିବାର ଅଧଘଣ୍ଟା ପୂର୍ବ ଅଧା ଆସିକି ତମେ ମାନେ ରେଡି। ଆଉ କଣ ରହିଲା? ଭାତ ହେଇନି। ମୁଁ ତ ଦୂଳେ ଗ୍ୟାସରେ ପଟାଇଦେସି ପକେଇଦେବ ସେତ ହେଲା ତାର ଆଣିଥିଲି। ତାକୁ ତ କହିଲେ ସେଟା ଆମର ଆଇଲା କି ଜଳେଇ ଖାଇଦେଲେ ଶୋଇଯିବି। ଡାକି ଡାକି ହେଇଗଲା ସାଙ୍ଗେ ସାଙ୍ଗେ କେତେ ସମୟ ଲାଗିବ ଏଠି? ଏଇଟା ମୁଁ ଡାଲଟା ବସେଇ ଦଉଛି ବୁଝିଲି। ଡାଲଟା ବସେଇ ଦଉ ମୁଁ ଆଣିକି ଭାତଟା ବସେଇଦେବି। ଭାତଟା ବସେଇ ଦେଲା ପରେ ଏଇଟା କି ଭାତ ବସେ ତା ପରେ ସେଥିରେ ଭାତ ବସବନି କିଏ? ହଁ ମୁଁ ଦେଇଦଉଛି ତାକୁ। ଆରେ ଏଥିରେ ଚାଉଳ ଇଏ କରି ଦେଇଦଉଛି। ତାରେ ନାହିଁ କିଛି କଣଟେ
ସେ ତ ଅଛି ତ କହିଥିଲେ ବସେଇ ଦେଉଛି। ସେଟା ତ ତୁମ ଘର। ଏ ଆମ୍ବ ଗଛ ଅଦା ଆଉ ଟିକେ ଛେଚା ଛେଚା ଲଙ୍କା ଟିକେ ଦିଅ। ଦେଖୁନ ବାସ୍ନା ଅଦାରେ କି ବାସ୍ନା। କ'ଣ ତମକୁ ବାସ୍ନା ଜଣା ପଡ଼ିଲାନି ବୋଧେ? ଆମ ସହିତ ସବୁ ଯାକ ଟିକେ ଟିକେ ପଡ଼ିନି ସବୁ ଯାକ ଟିକିଏ ନା ଖାଲି ଏଇ ଦେଖ 15 ଦିନ ଯାଉ। 15 ଦିନ ଯିବ। ତା କ'ଣ ଇଏ ଅଦା ପକଉ ତାହେଲେ ନଖର ଟିକେ ଟିକେ ଛିଡ଼ିକି ପକେଇ ଦେ ତାହେଲେ। ପାନ ଖାଇଲା ଭଳିଆ ପକଉ। ହାଁ ଏଠି ବିକାରେ ଏଇଟା ତାହେଲେ ଡିସ୍ରେ କରିଦେଲେ କ'ଣ ସୁଧା ହବ? କିଛି ନାହିଁ ଭଲ। ମୁଁ କାଲି ଦିନ ଯାକ 5-7 ଦିନ ଝାଡ଼ା ହେଇଛି। କାହିଁକି? ଏ ବର୍ଷରେ ଆଇଲେ ମୋର ଏମିତି ହେଉଛି ଆଉ। କାଇଁ ତମେ ବାଇକ୍ ଗୋଟେ ଆଣି ରଖିଦେନ ଏଠି। ବାଇକ୍ ରଖିଦେନ। ଆଇ ଚୋପା ଛାଡ଼ୁନି କ'ଣ କରିବା? ଏମିତି ଛେଚି ଦେବି ଭାଇ। ହେନ୍ତି ଛେଚି ଦେବ। କାଣା ହୋଇ ଗଲା। ହଉ ଏବେ ପରିଷ୍କାର। ପନିର ପରିବା ତ ସବୁ କଟା ହେଇଗଲା ନା। ନା ମୁଁ ଏତେ ଶୀଘ୍ର କ'ଣ, ମୁଁ ତ ଆସି ପହଞ୍ଚିଲି। ଇଏ ଆମର କୋଉ ଡାଲି? ମୁଗ ଡାଲି। ଭାଇ ତ ଆଣିଛି ମୁଗ ଡାଲି। ତାପରେ ତ ଶାଗ ଭଜା ହବ। ସାଙ୍ଗମାନେ ଏବେ ତ ଶାଗ ମୋ ବାଲ୍ଟିରେ ଯେହେତୁ ବାଲି ବହୁତ କାଚ କାଚ ଲାଗିଲା, ମୁଁ ସେଥିପାଇଁ ଶାଗଟାକୁ ବାଲ୍ଟିରେ ପୁରା ଧୋଇଦେଲି, ପୁରା ଛାଡ଼ିଯିବ ଯେମିତି ବାଲିଟା। ତାପରେ ଆମେ କାଟିବା ଆଉ। ଭଲସେ ଧୁଆ ହେଇକି ତାକୁ ଛାଣିଦେବା। ତାକୁ ଆମେ ଏଇଠି ଛାଣିବା। ଡାଲି, ଭାତ, ଶାଗ।